ଖଣ୍ଡପଡ଼ାରେ ବିଶ୍ୱ ଛେନାପୋଡ଼ ଦିବସ ପାଳିତ। ଏଣିକି ଡିସେମ୍ବର 31 ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯିବା ନେଇ ସୂଚନା ମିଳିଛି। ଏହାର ସ୍ରଷ୍ଟା ତଥା ଦଶପଲ୍ଲା ଜରିପାଟଣା ଅଞ୍ଚଳର ସ୍ୱର୍ଗତ ବିଦ୍ୟାଧର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ପରିସରରେ ସମ୍ପାଦକ ଭବାନୀ ଶଙ୍କର ସିଂ ସାମନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟମାନେ ଛେନାପୋଡ଼ କାଟି ଏହି ଦିବସଟିକୁ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ବିଡିଓ ଶ୍ରୀଯୁକ୍ତ ଅଙ୍କୁର ଅଭିଳାଷ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ବିନାୟକ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଏହି ଛେନାପୋଡ଼ ପଛରେ ଦଶପଲ୍ଲାର ବହୁ ଅବଦାନ ରହିଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ଶାନ୍ତିଶେଖର ରଥ, ବିନୋଦ ମହାପାତ୍ର, ସମ୍ବିତ ସେନାପତି, ଭବାନୀ ଶଙ୍କର ମହାନ୍ତି, ସତ୍ୟନାରାୟଣ ସୂର୍ଯ୍ୟଦେବ, ବିରଞ୍ଚି କୁମାର ନାୟକ, ସନ୍ତୋଷ କୁମାର ସାହୁ, ରମାକାନ୍ତ ମିଶ୍ର, ରବୀନ୍ଦ୍ର ବେହେରା, ଶିବନାରାୟଣ ଦାସ, ମାନସ କୁମାର ସେଠୀ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷଠାରୁ ବର୍ଷର ଅନ୍ତିମ ଦିବସକୁ ଏହି ଛେନାପୋଡ଼ ଦିବସ ଭାବେ ପାଳନ କରାଯିବା ସହିତ ଏହାକୁ କିଭଳି ଜିଆଇ ମାନ୍ୟତା ମିଳିପାରିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ଛେନାପୋଡ଼ ଦିବସ କାର୍ଯ୍ୟକ୍ରମରେ ସ୍ୱର୍ଗତ ବିଦ୍ୟାଧର ସାହୁଙ୍କ ବଂଶଧର ଜିତେନ୍ଦ୍ର କୁମାର ସାହୁଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବିଶ୍ୱ ଛେନାପୋଡ଼ ଦିବସରେ ଆଞ୍ଚଳିକ ସାମ୍ବାଦିକ ସଂଘ ନିମନ୍ତ୍ରଣ ଦେଇଛନ୍ତି, ଧନ୍ୟବାଦ ଜଣାଇବି। ମାଧ୍ୟମରେ ମୁଁ ଜାଣିବାକୁ ଛେନାପୋଡ଼ର ଇତିହାସ, ପ୍ରକୃତିର ଯେଉଁ ଇତିହାସ ଅଛି ସେଇଟା ମଧ୍ୟ ଆମେ ଜାଣିବାକୁ ପାଇବୁ। ଆଶା କରୁଛୁ କି ଜଲ୍ଦି ଆମର ଭାରତ ସରକାର ଜିଆଇ ଟ୍ୟାଗର ନିଷ୍ପତ୍ତି ନେବାର ଅଛି ଛେନାପୋଡ଼କୁ ନେଇ ଜଲ୍ଦି କରୁଛୁ। ଛେନାପୋଡ଼ ଖାଲି ଦଶପଲ୍ଲା ଖଣ୍ଡପଡ଼ାର ନାହିଁ, ପୁରା ନୟାଗଡ଼ ଜିଲ୍ଲାର ଅଛି। ଏହା ପାଇଁ ଧନ୍ୟବାଦ ଜଣାଇକି ଜିଲ୍ଲାରୁ ମଧ୍ୟ ସାମ୍ବାଦିକ ସଂଘର ଆଜି ସବୁଠି ଦଶପଲ୍ଲା ତ ସମସ୍ତେ ପାଳନ କରୁଛନ୍ତି, ବିଭିନ୍ନ ସଂଗଠନ, ବିଭିନ୍ନ ଅନୁଷ୍ଠାନ, ପ୍ରତ୍ୟେକ ଲୋକ ଘରେ ଘରେ ପାଳନ କରୁଛନ୍ତି। ଆଜି ସ୍ୱର୍ଗତ ବିଦ୍ୟାଧର ସାହୁ ଛେନାପୋଡ଼ ପ୍ରଥମେ ତିଆରି କରିଥିଲେ। ତାଙ୍କ ଛେନାପୋଡ଼ ଏନ୍ତୁଡ଼ିଶାଳ ବୋଲି କୁହାଯାଉଛି। ଡିସେମ୍ବର 31 ତାଙ୍କ ତିରୋଧାନ ଦିବସ। ସେହି ଦିବସଟିକି ଦଶପଲ୍ଲାବାସୀ ଅତି ଉତ୍ସାହ, ଉନ୍ମାଦନା, ଉଲ୍ଲାସ ଭିତରେ ତ ପାଳନ କରୁଛନ୍ତି। ଆଉ ସେଥିରେ କିଛି ବ୍ୟତିକ୍ରମ ବି ହେଇଯାଇଛି। ନୟାଗଡ଼ରେ ତାଙ୍କ ପୁଅ ସୁଦର୍ଶନ ଜନ୍ମଦିନକୁ 2 ଏପ୍ରିଲ 11ରେ ପାଳନ କରୁଛନ୍ତି। ଯେତେବେଳେ ସୁଦର୍ଶନ କଥା ଆସିଲା ସେମାନେ ତାଙ୍କ ନାତିମାନେ ଉଠିଲେ, ସେମାନେ ଦଶପଲ୍ଲା କଲାମାନେ ଆମ ଜେଜେ ହେଲେ ଏହାର ସ୍ରଷ୍ଟା, ଏମିତି କେମିତି ହେବ? ତେଣୁ ସେମାନେ ତାକୁ ଦଶପଲ୍ଲାର ସ୍ୱାଭିମାନ, ଦଶପଲ୍ଲା ଅସ୍ମିତା ଏସବୁକୁ ଆଖିରେ ରଖି ୟାକୁ ସ୍ୱାଭିମାନ ଦିବସ କହି ଆଜି ଦଶପଲ୍ଲା ମଧ୍ୟ ପାଳନ କରୁଛୁ। ଆମେ ବ୍ୟକ୍ତିଗତ ଭାବରେ ମୁଁ ଅଧିକ ଦୁଃଖିତ ହେଇଥିପାଇଁ 2017 ମସିହାରେ ପ୍ରଥମେ ଆମେ ଜିଆଇ ଟ୍ୟାଗ୍ ପାଇ ଜିଲ୍ଲାପାଳଙ୍କ ପାଖରେ ଆପ୍ଲାଏ କରୁଛୁ 2017 ମସିହାରେ। ଏ ଭିତରେ 7 ବର୍ଷ ଅତିକ୍ରାନ୍ତ। ଏଇ ବାପ ପୁଅ କଳି ଭିତରେ ଜିଆଇ ଟ୍ୟାଗ୍ ପେଶି ହେଇଗଲାଣି, ପୁରା ପେଶି କରିଦେବା। ପଶାପାଲିର ରାଧିତ ପଶାପାଲିରେ ଏଇ ଛେନାପୋଡ଼ ଦିବସ একবার ମାନେ ୟାର ପ୍ରଭାବରେ ଜିଆଇ ଟ୍ୟାଗ୍ ମିଳିବ କି ନାହିଁ ବର୍ତ୍ତମାନ ସନ୍ଦେହ। ଜିଆଇ ଟ୍ୟାଗ୍ କଥା ବି ଚିନ୍ତା କରୁନାହାନ୍ତି। 3 ବର୍ଷ ହେଲା ଜିଆଇ ଟ୍ୟାଗ୍ ଯେଉଁ ମିଳିବା କଥା ସରକାର ଯେଉଁ ଚେନ୍ନାଇ ଅଫିସ୍ ଯେଉଁ କ୍ଲାରିଫିକେସନ୍ ଲାଗିଛି ସେ କଥା କାହାର ଚିନ୍ତା ନାହିଁ। ଖାଲି ଜନ୍ମଦିବସ ପାଳନରେ ସମସ୍ତେ ବ୍ୟସ୍ତ, କିଏ ଛେନାପୋଡ଼ ତିଆରି କରୁଛି। ତେଣୁ ମୋ ମତରେ ଏତିକି ସମସ୍ତଙ୍କୁ ଆପଣମାନଙ୍କ ଜରିଆରେ ଅନୁରୋଧ କରିବି, ରାଜ୍ୟ ସରକାର ଗୋଟେ ଟିମ୍ ପଠାନ୍ତୁ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାନ୍ତୁ, ଯେଉଁମାନେ ତାକୁ ସବୁ କଥାକୁ ତର୍ଜମା କରି ଦଶପଲ୍ଲାବାସୀ, ନୟାଗଡ଼ବାସୀଙ୍କ ସହ କଥାବାର୍ତ୍ତା କରି ଗୋଟେ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚନ୍ତୁ। ପ୍ରକୃତ ଛେନାପୋଡ଼ ସ୍ରଷ୍ଟା କିଏ, ଛେନାପୋଡ଼ କାହା ଏନ୍ତୁଡ଼ିଶାଳ କେଉଁଠି, ଏସବୁକୁ ବିଚାରକୁ ନେଇ ତାକୁ ନିଷ୍ପତ୍ତି ନିଅନ୍ତେ। ଜିଆଇ ଟ୍ୟାଗ୍ ପାଇବାରେ ଆହୁରି ଅଧିକ ସରଳ ହୋଇପାରନ୍ତା। ଆମେ ଜିଆଇ ଟ୍ୟାଗ୍ ପାଇପାରନ୍ତେ, ଯେଉଁଟା ନୟାଗଡ଼ ଗର୍ବ ବୋଲି କହୁଛେ। ସାର୍ ଗଲା ବର୍ଷ ଗୋଟେ ଅଲଗା ବିବାଦ ଉଠୁଛି। ଦଶପଲ୍ଲାବାସୀ କହୁଛନ୍ତି ବିଦ୍ୟାଧର ସାହୁରେ ଛେନାପୋଡ଼ ଆଦ୍ୟ ସ୍ରଷ୍ଟା,
ନୟାଗଡ଼ରେ ତାଙ୍କ ସୁଦର୍ଶନ ନାହାନ୍ତି, ସୁଦର୍ଶନ ପୁଅ କହୁଛନ୍ତି ଆମ ବାପା ହେଲେ ସଂସ୍ଥା, ସିଏ ତାଙ୍କ ଜନ୍ମଦିବସ ପାଳନ କଲେ। ଆଜି ଦଶପଲ୍ଲାବାସୀ ବିଦ୍ୟାଧରଙ୍କ ଜନ୍ମଦିବସ ପାଳନ କରୁଛନ୍ତି ଦେବଦଣ୍ଡ ଦିବସ। ତେଣୁ ୟାକୁ ଗୋଟେ ରାଜ୍ୟ ସରକାର ହିଁ ଏ ନିଷ୍ପତ୍ତି ନେବେ। ତାପରେ ଜିଆଇଟା ଉଠିବ। ବର୍ତ୍ତମାନ ଜିଆଇଟା ପୁରା ଏକବାର ପେସଣାରେ ପେସିଆଳ କୁଆଡ଼େ ଯାଇଛି, ଆଉ ମାନେ ସୁଦୂର ପରାହାତ ଜିଆଇଟା ମିଳିବ କି ସନ୍ଦେହ। ସାର୍ ନୟାଗଡ଼ କେବେ ପାଳନ କରିବ? ନୟାଗଡ଼ ଆଜି ନୟାଗଡ଼ ପାଳନ କରୁଛନ୍ତି ଏଇ 19 ସେପ୍ଟେମ୍ବରରେ, ଏପ୍ରିଲ 11 ପାଳନ କରିଛନ୍ତି। 2 ବର୍ଷ ହେଲା ଏପ୍ରିଲ 11ଠୁ ପାଳନ କରୁଛନ୍ତି। ଏବେ ଚେଇଁ ଉଠିଲେ ଦଶପଲ୍ଲା, ଯାହାର ତମେ କେମିତି ହେଇଗଲା, ଆମର ତ ଦଶପଲ୍ଲା ଛେନାପୋଡ଼ ତିଆରି ହେଇଛି। ଏଇ ଭିତରେ କଥା କାଦୁଅ ଫିଙ୍ଗା ଫିଙ୍ଗି ଭିତରେ ଜିଆଇଟା ବନ୍ଧା ପଡ଼ିଯାଇଛି। ତେଣୁ ଛେନାପୋଡ଼ ଭଳିଆ ଏଡ଼େ ବଡ଼ ସ୍ୱାଦିଷ୍ଟ ମିଠା ମୋ ମତରେ ଆମ୍ବିଳା ନ ହୋଇଯାଉ ଏଇ କଳିରେ।